ଏହି ଗାଡ଼ିଟିକୁ ଦେଖନ୍ତୁ। ଗାଡ଼ିରେ ଲାଗିଛି ଲାଲ ବତି। ସାମ୍ନା ପଟରେ ଲେଖା ଅଛି ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ, ମିନିଷ୍ଟ୍ରି ଅଫ ହୋମ ଆଫେୟାର୍ସ। ଆଉ ପଛ ପଟରେ ଏକ ଲାଲ ଷ୍ଟିକର ଲାଗିଛି ଯେଉଁଥିରେ ଲେଖା ଅଛି ଭିଆଇ। ଆପଣମାନେ ଭାବୁଥିବେ ଏ ଗାଡ଼ିରେ କୌଣସି ବଡ଼ ଅଧିକାରୀ ଥିବେ, କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ। ଜଣେ ବ୍ୟକ୍ତି ନିଜକୁ ଏନ୍ଆଇଏ ଅଧିକାରୀ ବୋଲି ପରିଚୟ ଦେଇ ଏ ଥାନାରୁ ସେ ଥାନାକୁ ବୁଲୁଥିଲେ ଏବଂ ପୋଲିସ ବାବୁମାନଙ୍କୁ କହୁଥିଲେ, ମୋତେ ସାଲ୍ୟୁଟ କର, ମୁଁ ଜଣେ ଏନ୍ଆଇଏର ବଡ଼ ଅଫିସର। କିନ୍ତୁ ବାବୁଙ୍କର ସବୁ ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ବାବୁ ଜଣକ ଆଜି ଜଣେ ମହିଳାଙ୍କୁ ଧରି ଖାରବେଳନଗର ଥାନାରେ ପହଞ୍ଚିଥିଲେ ଏବଂ ଅଭିଯୋଗ କରିଥିଲେ ସେ ଯେଉଁ ମହିଳାଙ୍କୁ ସାଙ୍ଗରେ ନେଇ ଆସିଛନ୍ତି ତାଙ୍କ ସହିତ ଗଣ ଦୁଷ୍କର୍ମ ବା ଗ୍ୟାଙ୍ଗରେପ୍ ହୋଇଛି। ଆଉ ପୋଲିସକୁ ସେ ନିଜର ପରିଚୟ ପତ୍ର ଦେଖାଇ କହିଥିଲେ, ମୁଁ ଜଣେ ଏନ୍ଆଇଏ ଅଧିକାରୀ। ଆଉ ବାବୁ ଜଣକ ଯେଉଁ ବ୍ଲାକ୍ ଟି ସାର୍ଟଟି ପିନ୍ଧି ଯାଇଥିଲେ ତାର ସାମ୍ନା ପଟରେ ମଧ୍ୟ ଲେଖା ଥିଲା ଏନ୍ଆଇଏ ବା ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି, ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ। ପୋଲିସ ପରିଚୟ ପତ୍ର ଦେଖି ସନ୍ଦେହ ହେବାରୁ ଦିଲ୍ଲୀ ସ୍ଥିତ ଏନ୍ଆଇଏ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲା। ଆଉ ସେଠାରୁ ସ୍ପଷ୍ଟ କରାଯାଇଥିଲା ଯେ ଆଶିଷ ରେଡ୍ଡି ନାମକ କୌଣସି ବ୍ୟକ୍ତି ଏନ୍ଆଇଏରେ ନାହାନ୍ତି। ଆଉ ପୋଲିସ ତଦନ୍ତ କରି ଜାଣିବାକୁ ପାଇଲା ଯେଉଁ ମହିଳାଙ୍କୁ ସେ ସାଙ୍ଗରେ ନେଇ ଆସିଛନ୍ତି ସେ ମହିଳାଙ୍କ ସହିତ କୌଣସି ଗଣଦୁଷ୍କର୍ମ ହୋଇନାହିଁ। ପୋଲିସ ଯେତେବେଳେ ବାବୁ ଜଣକ ଆଣିଥିବା ଗାଡ଼ିକୁ ସର୍ଚ୍ଚ କଲା, ଗାଡ଼ିରୁ ଯାହା ବାହାରିଲା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଗୋଟିଏ ବଡ଼ ଚାପଡ଼, ଦୁଇଟି ଚାକୁ, କିଛି ଏଟିଏମ କାର୍ଡ, ପର୍ସ ଏବଂ ଅନ୍ୟାନ୍ୟ ଜିନିଷ। ଶେଷରେ ବାବୁ ଜଣକୁ ଗିରଫ କରିଛି କମିଶନରେଟ ପୋଲିସ। ବ୍ୟୁରୋ ରିପୋର୍ଟ, କଳିଙ୍ଗ ଟୁଡେ ଲାଇଭ।